ପଡ଼ିଗଲା ଫୁଲ୍ ଷ୍ଟପ୍ ଆରମ୍ଭ ନ ହୋଇଥିବା ପ୍ରେମର। ହଁ ଫ୍ରେଣ୍ଡସ୍, ଏ କଥା ମୁଁ ଏଇଥିପାଇଁ କହୁଛି, ଯେତେବେଳେ ମୁରଲୀ ବାଥରୁମ୍ରେ ଥିଲେ ସେତେବେଳେ ତାଙ୍କ ଭଉଣୀ ଆସି ପଚାରିଛନ୍ତି, ଭାଇ ଭାଇ କହନା, କିଏ ସେ ଝିଅ? କାହା ସାଙ୍ଗରେ ତୋର ହେଇଯାଇଛି, ତୋ ମନ ମାନିଯାଇଛି? ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ତାଙ୍କ ଭଉଣୀ ମୁରଲୀକୁ ପଚାରିଛନ୍ତି, ମୁରଲୀ କହିଲେ, ମୁଁ ଜାଣିନି ସେ ଝିଅ କିଏ, ଚିହ୍ନିନି ମଧ୍ୟ, କିନ୍ତୁ ଆମରି ଗାଁର। ଯେତେବେଳେ ଏତିକି କଥା କହିଛନ୍ତି ସେତେବେଳେ ତାଙ୍କ ଭଉଣୀ କହିଛନ୍ତି, ତୁ ବ୍ୟସ୍ତ ହନା ଭାଇ, ମୋର ଜଣେ ସାଙ୍ଗ ଅଛି ଯେ ସବୁ କଥା ଆଉ ତୋର ସେଟିଂ ମଧ୍ୟ କରିଦେବ। ହଁ ଫ୍ରେଣ୍ଡସ୍, ଏ କଥା ଯେତେବେଳେ ମୁରଲୀ ଶୁଣିଛନ୍ତି ତାଙ୍କ ଭଉଣୀ କାଜଲଠାରୁ, ସେତେବେଳେ ସେ ତାଙ୍କ ସାଙ୍ଗ ମାନେ କ୍ରିଷ୍ଣାକୁ ଫୋନ୍ କରିଛନ୍ତି ଆଉ କହିଛନ୍ତି, ଲାଉଡ଼ସ୍ପିକର ମୋ ଭାଇ କଥା ହେବ। ଯେତେବେଳେ ଏତିକି କଥା କହିଛନ୍ତି ମୁରଲୀକୁ ଦେଇଛନ୍ତି ଫୋନ୍ ତାଙ୍କ ଭଉଣୀ ଏବଂ ସାଙ୍ଗେ ସାଙ୍ଗେ ମୁରଲୀ କହିଛନ୍ତି ଲାଉଡ଼ସ୍ପିକର। ଆଉ ଏତିକି କଥା ଯେତେବେଳେ କହିଛନ୍ତି ତାଙ୍କ ଭଉଣୀ ଜିଭ କାମୁଡ଼ି ପକାଇଛନ୍ତି, କାରଣ କ୍ରିଷ୍ଣାକୁ କେହି ବି ଲାଉଡ଼ସ୍ପିକର କହିଲେ ସେ କେବେ ସହିପାରନ୍ତି ନାହିଁ। ଆଉ ତାପରେ ଯେତେବେଳେ କଥା ହେଇଛନ୍ତି କ୍ରିଷ୍ଣା ଆଉ ମୁରଲୀ, ସେତେବେଳେ ତାଙ୍କ ଭଉଣୀ କହିଛନ୍ତି, ବାଗେଇ ଭାଇ, ତୁ ଭୁଲ ବଟମରେ ହାତ ମାରିଦେଲୁ। ଆଉ ଠିକ୍ ଆପରେ ଆରମ୍ଭ ହେଇଛି ମହାଭାରତର ଅସଲ ରୂପ। ଆଉ ମୁରଲୀ କହିଛନ୍ତି, ହଁ କୁହ। ଆଉ ସେଇଠୁ କ୍ରିଷ୍ଣା ଆରମ୍ଭ କରିଛନ୍ତି, ପଚା ବାଇଗଣ ପଚା ଟମାଟୋରୁ ତୁ ମୋତେ କ'ଣ କହିବୁ ଲାଉଡ଼ସ୍ପିକର? ହଁ ଫ୍ରେଣ୍ଡସ୍, ଏମିତି ଆର୍ଗୁମେଣ୍ଟ ହେଇଛି ଦୁଇ ପ୍ରେମ ପକ୍ଷୀ କ୍ରିଷ୍ଣା ଏବଂ ମୁରଲୀଙ୍କ ଭିତରେ। ହଁ, ଯେତେବେଳେ ଆର୍ଗୁମେଣ୍ଟ ହେଇଛି, ପୁରା ଅଣାୟତ୍ତ ହେଇଛନ୍ତି ମୁରଲୀଙ୍କର ଭଉଣୀ ସେମାନଙ୍କୁ ରୋକିବା ପାଇଁ। ଆଉ ଏପଟେ ନା ରୋକୁଛନ୍ତି କ୍ରିଷ୍ଣା, ଗାଳି ପରେ ଗାଳି ଦେଉଛନ୍ତି ମୁରଲୀ ଆଉ କ୍ରିଷ୍ଣାକୁ। ଏମାନଙ୍କର ପ୍ରେମର ସେଇ ଆରମ୍ଭ ନ ହୋଇଥିବା ପ୍ରେମର ଯେଉଁ ଅନ୍ତ ଘଟିବାକୁ ଯାଉଛି, ଦୁହେଁ ଦୁଇ ଜଣଙ୍କୁ ଏପର୍ଯ୍ୟନ୍ତ ଦେଖିନାହାନ୍ତି। ମୋର ବିଶ୍ୱାସ, ପୂର୍ଣ୍ଣ ବିଶ୍ୱାସ ଅଛି, ଯଦି ମୁରଲୀ କ୍ରିଷ୍ଣା ବୋଲି ଜାଣିଥାନ୍ତେ ହୁଏତ ଏମିତି କଥା କେବେ କହିନଥାନ୍ତେ, କିନ୍ତୁ ବହୁତ ସାରା ଗାଳି ଦେଇଛନ୍ତି କ୍ରିଷ୍ଣା ମୁରଲୀଙ୍କୁ। ଆଉ ତାପରେ ଏପର୍ଯ୍ୟନ୍ତ ଯାଇ ମଧ୍ୟ କଥା ଯାଇଛି, କ୍ରିଷ୍ଣା କହିଛନ୍ତି, ତୁ ବହୁତ କଥା କହୁଛୁ, ଠିକ୍ ଖାଲି ଥରେ ମୋତେ ଦେଖା କର, ତାପରେ କ'ଣ ହେଉଛି ତୁ ଦେଖିବୁ। ହଁ ଫ୍ରେଣ୍ଡସ୍, ତାପରେ ରିଆକ୍ସନ୍ ଦେଇଛନ୍ତି ମୁରଲୀ, ଆରେ ତୁ ମୋତେ କ'ଣ ଦେଖିବୁ, ମୁଁ ତୋତେ ସମ୍ପୂର୍ଣ୍ଣ ଦେଖିଦେବି, ଖାଲି ଅପେକ୍ଷା କର। ହଁ ଫ୍ରେଣ୍ଡସ୍, ଏଇ ଦୁଇ ଜଣଙ୍କର କଥା ବହୁତ ଇଣ୍ଟରେଷ୍ଟିଂ। ଆମେ ନିଶ୍ଚୟ ଜାଣିବା ସମ୍ପୂର୍ଣ୍ଣ କଥା ନୂଆ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।